ତା ସାଇଡରେ 4 ଜଣ ବସିଥିବେ ହେଲା। ଯିଏ ବସିଥିବ ସିଏ ପୁରା ମୁହଁଟାକୁ ଶୁଖେଇକି ସିଏ ଅନେଇକି ବଇଥିବ, ତା ସାଲାଇନ୍ କି ଅନେଇକି ବଇଥିବ। है ନା? ତ ମତେ ବେଳେ ବେଳେ ଆମ ସେସନ ଟା ସେୟା ଲାଗେ ଯେ ଇଏ ସବୁ କୋଉ ଦୁନିଆରୁ ଆସିଛନ୍ତି। है ନା? ହୁଁ। ତ ସେଥିପାଇଁ ଓକେ ଭେରି ଗୁଡ। ହୁଁ। ତ ସେଥିପାଇଁ କେବେ ବି ନିଜର ମର୍ଣ୍ଣିଂ ରୁଟିନ କେବେ ବି ଖରାପ କରନ୍ତୁନି ହେଲା। ଏଇଟା କେମିତି ହବ, ଗୋଟେ ଛୋଟ ଚେଞ୍ଜେସ ହେଲା। ସେସନ କେମିତି ବି ହଉ, କାହିଁକିନା ଆମର ଡେଲି ଲୋକ ସେମ୍, ଆମେ ସେଇ ଲୋକଙ୍କର ଏକ୍ସପିରିଏନ୍ସ ଶୁଣୁଛେ। କିଛି କିଛି ନୂଆ ଫ୍ୟାମିଲି ମେମ୍ବର ଜଏନ କରୁଛନ୍ତି, ତାଙ୍କର ଏକ୍ସପିରିଏନ୍ସ ଶୁଣୁଛେ है ନା। ତ ତ ଏକ୍ସପିରିଏନ୍ସ ଗୁଡା କଣ ଆମେ ସବୁ ପୁରୁଣା ଲୋକଙ୍କ ପାଇଁ ନୋ ପ୍ରୋବ୍ଲେମ। ଯିଏ ନୂଆ ଜଏନ କରିଛନ୍ତି ସେ ଶୁଣିବେ, ସିଏ ତାଙ୍କର ଡିସିସନ ନେବେ, ସେ ଚଳିବେ। କିନ୍ତୁ ଯୋଉ ଆମେ ଯୋଉ 1 hour ସିଷ୍ଟମ ଭିତରେ ଅଛନ୍ତି ନା, ମାଇଣ୍ଡ ରିଫ୍ରେଶମେଣ୍ଟ ଆମର ରହୁ ହେଲା। ସବୁବେଳେ ସେଇଟାକୁ ଅଲୱେଜ, ଆଉ ତାର ଚାର୍ମ ଟା ଦିନ ସାରା ଆପଣଙ୍କୁ ଫିଲ୍ ହବ ହେଲା। ସେ ଜିନିଷଟା ଦିନ ସାରା ଆପଣଙ୍କୁ ଫିଲ୍ ହବ ଯେ ନାଇଁ, ଯଦି ସକାଳ ରୁଟିନ ଯଦି ବଢା ଯାଇଛି ଦିନ ସାରା ସେ ଚାର୍ମ ଟା ରହେ ହେଲା। ସେଥିପାଇଁ ହଁ 100%। वेरी गुड, बहुत बढ़िया। କହିଲା ପରେ ସମସ୍ତେ ହସିବା ଷ୍ଟାର୍ଟ କରିଦେଲା। ହଁ ଏବେ ଭଲ ଲାଗେ ହେଲା। ମାନେ ଉଦାସୀ ଦୁଃଖୀ, ଆମର ବଢିଆ ମିଥୁନ କହନ୍ତି ଦୁଃଖୀ ଆତ୍ମା। ଏ ଦୁଃଖୀ ଆତ୍ମା ହବାର ନାହିଁ। ହେଲା। ଥୋଡି ନା ଦୁଃଖୀ, ଆରେ ଦୁଃଖୀ ହବାକୁ ଥୋଡି ନା ସିଷ୍ଟମ ଜଏନ କରିଛନ୍ତି। ବୁଝିପାରିଲେ? ନର୍ମାଲ ଲାଇଫରେ ଲୋକ ଦୁଃଖୀ ଏଥିପାଇଁ ହେଲା, ସତ କଥା ହେଲା ଏଇଟା ହେଲା। ନର୍ମାଲ ଲାଇଫରେ ଡେଲି ରୁଟିନରେ ଲୋକ ଏଇଥିପାଇଁ ସବୁବେଳେ ଦୁଃଖୀ, ଚିନ୍ତା, ଚିଚିଡି, ଷ୍ଟ୍ରେସ କାହିଁ କହିଲେ? କାରଣ ତାଙ୍କ ସକାଳୁ ହିଁ ଆରମ୍ଭ କିଛି 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 ଆରମ୍ଭ। ସକାଳୁ ହିଁ ସେ ସକାଳୁ ହିଁ ଘର ଭିତରେ ଝଗଡା ହେଇଯାଇଥିବ ଏଇଥର ହେଲା। ବୁଝିପାରୁଛନ୍ତି? ମାନେ ଯିଏ ଲେଡିଜ ମାନେ ଅଛନ୍ତି ବୁଝିପାରିବେ, ଛୁଆ ସାଙ୍ଗରେ କିଚ 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 କିଚ, ହଜବେଣ୍ଡ ସାଙ୍ଗରେ ଚିଚିଡ ଚିଚିଡ, ସେ ସବୁ ସକାଳୁ ସକାଳୁ ଆରମ୍ଭ, ମାନେ ଉଠିଲା ବେଳକୁ, ଉଠିଲା ପରେ ପରେ ହିଁ ତ ଷ୍ଟାର୍ଟ ଆଉ। ତ ସକାଳର ରୁଟିନ ହିଁ ଖରାପ ସେଇଠୁ ଆରମ୍ଭ ହେଇଗଲା। କିନ୍ତୁ ଆମ ପାଇଁ କେତେ ବଢିଆ ଜିନିଷ, ସକାଳୁ ଉଠୁ ଉଠୁ ଭଲ ଜିନିଷ ଏକ୍ସରସାଇଜ କରିବାକୁ। ଆମର ଏକ୍ସରସାଇଜ ଟାଇମ ଟା ପଳେଇବ ବୋଲି ଆଉ କାହା ସାଙ୍ଗରେ ଝଗଡା ଲାଗିବାକୁ ବି ଇଚ୍ଛା ନୁହଁ। ଯିଏ ଯାହା କାମ କରିଦେଇକି ଚୁପଚାପ ପଳେଇ ଆସ। ଏଇ ତ ହଉଛି ନା ନାଇଁ? ତ ସେଥିପାଇଁ ମାଇଣ୍ଡରେ ସେଟା ଫିକ୍ସ ହେଇଗଲା। ତ ଆମ ପାଖରେ ରିଜିନ ଅଛି ହ୍ୟାପି ରହିବା ପାଇଁ, କାହିଁକିନା ଖାଲି ଆମେ ଡେଲି ଶୁଣୁଛେ ହେଲ୍ଥ ବିଷୟରେ ଶୁଣୁଛେ। ଆଜି ଟପିକ ଥିଲା ହେଲ୍ଥ ଆକାଉଣ୍ଟ, ଆମର ପଢଉଥିଲେ ଚନ୍ଦ୍ର ସାରେ ନାଇଁ କି? ତ ତ ହେଲ୍ଥ ଆକାଉଣ୍ଟର କଣ ଖାଲି କଣ ଫିଜିକାଲ ହେଲ୍ଥ? ଜମା ନୁହଁ। ତା ଭିତରେ ମେଣ୍ଟାଲ ହେଲ୍ଥ ଅଛି ନା, ଫେସ ରେ ସ୍ମାଇଲ ଅଛି। ଆମେ ଫିଜିକାଲି ଗୋଟେ ଲୋକ ଯେତେ ବି ଫିଟ୍ ଥାଉ, କିନ୍ତୁ ଫେସ ରେ ସ୍ମାଇଲ ଦେଲେ ସେଟା ଆଟ୍ରାକ୍ସନ ଟା ଆହୁରି ବଢେ। ବୁଝିପାରୁଛନ୍ତି? 100% ବଢେ। ଆପଣ ଯେତେବେଳେ କ୍ୟାମେରା ଭିଡିଓ ଅନ୍ ଅଛି, ଏବେ ମୁଁ ତ ସମସ୍ତଙ୍କୁ ଦେଖିପାରୁଛି କାରଣ ଲାପଟପ ସ୍କ୍ରିନରେ ସମସ୍ତଙ୍କୁ ଏକା ସାଙ୍ଗରେ ଦେଖିବେ ହେଲା। ତ ମୁଁ କେମିତି ଜାଣିଲି ନା ସେ ଜୟନ୍ତୀ ମ୍ୟାଡମ ମୁହଁ ଶୁଖେଇକି ବସିଛି? ଆହୁରି କିଛି ଲୋକ ବସିଛନ୍ତି, ମାନେ और भी बैठे हैं, बट वो मैंने उनको बोला, बाकी सब लोग हंसिया स्टार्ट କରିଦେଲେ ହେଲା। ତ ବୁଝିପାରିଲେ ନା? କହିବାର ମତଲବ ହେଲା ସେଇଟା ଯେ ଆମେ ନିଜର ରୁଟିନ ମର୍ଣ୍ଣିଂ ର ସେ ଯୋଉ ଟାଇମ କୁ ବେଷ୍ଟ ବନେଇ ପାରିବା ହେଲା। କେମିତି ବନେଇ ପାରିବା? କିଛି ଜିନିଷରେ ପାର୍ଟିସିପେଟ କରିକି ହେଲା। ଆଉ ସେଇଥିପାଇଁ ଫ୍ୟାମିଲି ଡେ ଟା ବି ଆକ୍ଚୁଆଲି ସେଇଥିପାଇଁ ହଉଛି ଆମର। କାରଣ ଆମର ଯେହେତୁ ଫିଜିକାଲ ପ୍ରୋଗ୍ରାମ ଗୁଡା ହଉଛି, ତ ଯୋଉମାନେ ପଳେଇ ଆସୁଛନ୍ତି। ବହୁତ ସାରା ଲୋକ ତ ଆସିପାରୁନାହାନ୍ତି, ତାଙ୍କ ପାଇଁ କଣ କରିବା? ତ ଆମେ ଭର୍ଚୁଆଲ ସେସନ ବି 100% ଫ୍ୟାମିଲି ଡେ ଟାଇପ କରିବା। ଓକେ, ସୋ नो ପ୍ରୋବ୍ଲେମ। ସୋ ବହୁତ ବଢିଆ। ସମସ୍ତେ ଏନ୍ଜୟ କରନ୍ତୁ, ଆଣ୍ଡ ଫ୍ୟାମିଲି ଡେ ପାଇଁ ସମସ୍ତେ ବଢିଆ ସେ ପ୍ରିପାରେସନ କରନ୍ତୁ ହେଲା। ଆଗରୁ ବଢିଆ ବଢିଆ ଫ୍ୟାମିଲି ଡେ ର କିଛି ଭିଡିଓ ପଠେଇବି ଦେଖିବେ। ବଢିଆ ବଢିଆ ଥିମ ରେ ଆମେ କରୁ ହେଲା। ଆଉ ସେଟା ସେଇ ଥିମ ରେ ସମସ୍ତେ ପାର୍ଟିସିପେଟ କରନ୍ତି। କିଏ ନାଚିବା ଯାହାକୁ ପସନ୍ଦ ସେ ନାଚନ୍ତି ଘରେ ରହିକି, ଡ୍ୟାନ୍ସ କରନ୍ତି, ଗୀତ ଗାଆନ୍ତି। ଆମ ପ୍ରଫୁଲ୍ଲ ସାର୍ କେତେ ଥର ଗୀତ ଗାଇଛନ୍ତି। ଆଗରୁ ଚନ୍ଦ୍ରଶେଖର ସାର୍ ନୂଆ ନୂଆ ଜଏନ କରିଥିଲେ, ସେ ବି ଗୀତ ଗାଉଥିଲେ। ନୂଆ ନୂଆ ଯେତେବେଳେ ସେ ଜଏନ କରିଥିଲେ, ସେ ଗୀତ ଗାଆନ୍ତି, ବଢିଆ ଗୀତ ଗାଆନ୍ତି है ନା। ଆଉ ଏବେ ତ ଧୀରେ ଧୀରେ ପୁରୁଣା ହେଲେଣି, ତ ହଁ ଆମର ହଉ ବି ନାହିଁ, ତ ମୌକା ମିଳୁନି ନା କି? ଆହୁରି ବି ବହୁତ ସିଙ୍ଗର ଡ୍ୟାନ୍ସର ଆମ ସିଷ୍ଟମ ଭିତରେ ବହୁତ ବଢିଆ ବଢିଆ ଅଛନ୍ତି, ଯୋଉମାନଙ୍କୁ ଆମେ ସେଇ ଫ୍ୟାମିଲି ଡେ ରେ ସବୁ ବାହାରନ୍ତି है ନା। ସେଥିପାଇଁ ଏଭଳି 26 ତାରିଖ ଫ୍ୟାମିଲି ଡେ ପୁରା ଜବରଦସ୍ତ ହେବାର ଅଛି। ଓକେ, ବଢିଆ ସେ ସମସ୍ତେ ପାର୍ଟିସିପେଟ କରିବେ। ଓକେ, ତ ଜଲ୍ଦି ଜଲ୍ଦି ନା ଦେଇଦେବେ, କାହିଁକି ନା ଆମେ ଟିକେ 1.5 ଘଣ୍ଟା 2 ଘଣ୍ଟାର ପ୍ରୋଗ୍ରାମ କରୁଛେ, ତ ବେଶୀ ଲୋକଙ୍କର 15-20 ଜଣଙ୍କର ହିଁ ଆମେ ନେଇପାରିବା। ସୋ नो ପ୍ରୋବ୍ଲେମ। ସୋ ଥ୍ୟାଙ୍କ ୟୁ ଏଭ୍ରିୱାନ। ସମସ୍ତଙ୍କୁ, ଏବେ ଯୋଉମାନେ ନ୍ୟୁ ଅଛନ୍ତି